सर्वनाम, जय सर्वनाम के विश्व धर्म महायात्रा रे जने जने जगती अंतु सर्व धर्म महायात्रा रे जने जने जगती अंतु मानव धर्म दर्शन यात्रा रे जने जने जगती अंतु विश्व धर्म महायात्रा रे जने जने जगती अंतु सर्वनाम महायज्ञ रे जने जने जोगती अंतु सर्वनाम महायात्रा रे जने जने जोगती अंतु मानव धर्म महायात्रा रे जने जने जोगती अंतु। मान्यवर विश्व भाई और भौणी समस्त को हार्दिक अभिनंदन एवं सादर निमंत्रण। आज मानव समाज रे मानव धर्म दर्शन कार्यक्रम विश्व शांतिदूत मानव प्रेम रथ माध्यम रे आरंभ होईछि। आउ एथिरे एकमात्र सर्वनाम महाज्ञान एवं सर्वनाम कर नाम यहाकू भगवान कार्यक्रम हिसाब से आम सब प्रतिनिधित्व करुचु। आउ एथिरे कौनसी बयसर सीमा आवश्यक हुए नहीं। आबाल वृद्ध वनिता एथिरे जोग दे करिवे। गतकाली मानव समाज रे विश्व महाप्रसाद उपरे आलोचना हला। आउ से महाप्रसाद आपण मानकु विश्वर पर्याप्त परिमाण रे ताहा अछि। काहाकू किछि अभाव पड़े नहीं। खाइबारे सोइबारे विचरण करिबारे एवं निजको सुरक्षित रखिबारे सब किछि आवश्यकता एही भगवान करो महाप्रसाद द्वारा आमे निजको चल प्रचल करि पारबा। बंधुगण आज भगवान करो महाज्ञान विषय रे सम्यक सूचना देवी। आउ एही महाज्ञान होछि सर्वबृहत ज्ञान विश्वर सामग्रिक मानवीय मूल्यबोध उपरे आधारित भगवान ईश्वरीय बोली जो भगवान को मानती तांकरी ज्ञान। आउ सेही ज्ञान समस्त जीव को निज निजर सहजात अनुसार प्रदान करिछंती। आमको मध्य मानव जाति को सही सहजात प्रवृत्ति देइछंती। आउ आज ताहा एही मानव धर्म रूप रे आपण मानकु मो कहिबा जाउछि। एही मानव धर्म महायात्रा रे एकमात्र दुईटी यज्ञर आवश्यक। गोटे होछि ज्ञान यज्ञ आउ द्वितीयटे होछि नाम यज्ञ। एही दुई यज्ञ रे मानव समाजर समस्त दिग को से परिपूर्ण करि परिबो। यहा को लक्ष्य रखी आज मानव समाज रे विश्व शांतिदूत मानव प्रेम रथ प्रतिनिधित्व करी मानव समाज रे ताको प्रतिपन्न करुछि। आउ एही जो मानव समाजर महाज्ञान एवं महाप्रसाद तो मानवर महाधन हिसाब से आपण मानक काली कही महाधन महाप्रसाद गोटे कार्यक्रम जाइए। आज से महाधन महाज्ञान को आपण मान पाखे उपस्थापन करुच्ची।
ମହାଜ୍ଞାନ ଏହା ଜ୍ଞାନର ଅସରନ୍ତି ଭଣ୍ଡାର। ଏଥିରେ ସବୁ ଭଗବାନ ସର୍ବଦା ଖୋଲା ରଖିଛନ୍ତି। ଆମ୍ଭମାନଙ୍କର ଯାହାର ଯେତେବେଳେ ଯେଉଁ ଜ୍ଞାନ ଦରକାର ତାକୁ ଆମେ ଉପଲବ୍ଧି କରି ତାକୁ ବିନିଯୋଗ କରିଥାଉ। ବନ୍ଧୁଗଣ, ଏହି ମହାଜ୍ଞାନ ମାନବ ସମାଜର ପ୍ରତିଟି ଜୀବନକୁ ସେ ପ୍ରତିନିଧିତ୍ୱ କରୁଛି। ଆମର ମନର ପଛରେ ଯୋଉଠି ଆମେ ତାକୁ ନିଜକୁ ହଜେଇ ଦେଇଛୁ, ଏଇ ଯେଉଁ ହଜେଇବା ଯେଉଁ ମହାଜ୍ଞାନ ତାକୁ ଆମେ ପୁଣି ଏକତ୍ର କରିବା ପାଇଁ ଆଶା କରୁଛୁ। ବନ୍ଧୁଗଣ, ଏହି ମହାଜ୍ଞାନ ସାଧାରଣ ଜ୍ଞାନର ସମାହାରରେ ଏ ମହାଜ୍ଞାନର ସୃଷ୍ଟି। ଏ ମହାଜ୍ଞାନକୁ ସମସ୍ତ ମାନବ ସମାଜ ଭିତରେ ରହିଛି। ଗୋଟିଏ ମାନବ ଭିତରେ ତାହା ଉତ୍ପନ୍ନ ହେବା କଷ୍ଟକର, ତଥାପି ଆଜି ମାନବ ସମାଜରେ ଅତି ଆବଶ୍ୟକ ହୋଇପଡ଼ିଛି ମାନବ ଧର୍ମ ଦର୍ଶନର। ତେଣୁ ଆଜି ଆପଣମାନଙ୍କ ପାଖରେ ଏହି ମହାଜ୍ଞାନ, ଏହା ଏକ ଯଜ୍ଞ କହିଲେ ଚଳିବ। ଏ ମହାଜ୍ଞାନ ମନୁଷ୍ୟ ପାଇଁ ଆବଶ୍ୟକ। ଆଜି ସାଧାରଣ ଜ୍ଞାନ ଯାହାକୁ ଆମେ ବ୍ୟବହାରିକ ଭାବରେ ବ୍ୟବହାର କରିଥାଉ, ସେହି ବ୍ୟବହାରିକ ଜ୍ଞାନ ମାନବ ସମାଜରେ ଲୁପ୍ତ ହୋଇଯାଇଛି। ଏହି ବ୍ୟବହାରିକ ଜ୍ଞାନ ହେଉଛି ସବୁଠାରୁ ଉତ୍ତମ ଜ୍ଞାନ। ଏହି ବ୍ୟବହାରରୁ ଆତ୍ମିକ ଜ୍ଞାନ ସୃଷ୍ଟି ହୁଏ। ଏହି ଆତ୍ମିକ ଜ୍ଞାନରୁ ଆଜି ଆଧ୍ୟାତ୍ମିକ ଜ୍ଞାନର ସୃଷ୍ଟି। ତେଣୁ ଏ ଆଧ୍ୟାତ୍ମିକ ଜ୍ଞାନକୁ ଏଥିରେ ପ୍ରତିପନ୍ନ କରାଯାଇଛି। ବନ୍ଧୁଗଣ, ସେଇଥିପାଇଁ ଏହି ମାନବ ସମାଜରେ ଆଜି ସାଧାରଣ ଜ୍ଞାନ ଲୁପ୍ତ ହେବା ପାଇଁ ଯାଇଛି, ଯାହା ଗୋଟିଏ ଦିଗରୁ ଆରମ୍ଭ କଲେ ଆମେ ଜାଣିପାରିବା। ଆଜି ମାନବ ସମାଜରେ ବହୁତ ସମ୍ପ୍ରଦାୟ ମାନବକୃତ ସୃଷ୍ଟି ହେଇଛି। ଭଗବାନଙ୍କ କୃତ ଏକମାତ୍ର ସମ୍ପ୍ରଦାୟ ମାନବ ସମ୍ପ୍ରଦାୟ। ଆଉ ଏହି ମାନବ ସମ୍ପ୍ରଦାୟ ଭିତରେ ଏକମାତ୍ର ଜ୍ଞାନ ମାନବ ଧର୍ମ ଦର୍ଶନର ଜ୍ଞାନ। କିନ୍ତୁ ମନୁଷ୍ୟକୃତ ସମ୍ପ୍ରଦାୟରେ ଏହା ବିଧୁଶାସ୍ତ୍ର ଏବଂ କ୍ରିୟାକର୍ମ ଗୁଡ଼ାକ ଭିନ୍ନ ପ୍ରକୃତିର। ସେମାନେ କିନ୍ତୁ ଦର୍ଶନ ଜିନିଷ ମାନବ ସମ୍ପ୍ରଦାୟ ଭିତରେ ସବୁ ଏକ ଏବଂ ଅଭିନ୍ନ। ଆଉ ସେହି ଦର୍ଶନ ହେଉଛି ଏକମାତ୍ର ସତ୍ୟ। ସେହି ସତ୍ୟକୁ ଏକକ ରୂପେ ପ୍ରତିପନ୍ନ କରି ମାନବ ସମାଜରେ ଏକ ସପ୍ତ ବିଶ୍ୱ ମହାମନ୍ତ୍ର ଜୟ ସର୍ବନାମ ହରେ ହରେ କୃଷ୍ଣ ରାଧେ ରାଧେ ଶ୍ୟାମ, ଜୟ କୃଷ୍ଣ ନାମ ଜୟ ଆଲା ନାମ ରାଧେ ରାଧେ ଶ୍ୟାମ ହରେ ହରେ ରାମ। ଏହି ବିଶ୍ୱ ମହାମନ୍ତ୍ରକୁ ପ୍ରଚାର କରାଯାଉଛି। ଆଜି ଏ ବିଶ୍ୱ ମହାମନ୍ତ୍ରର ଯଦି ଆପଣମାନେ ଉପଲବ୍ଧି କରୁଥିବେ, ତାହେଲେ ତାକୁ ଆସନ୍ତାକାଲି ଏ ବିଷୟରେ ଆଲୋଚନା କରାଯିବ ଏବଂ ମହାଜ୍ଞାନ ବିଷୟରେ ମଧ୍ୟ ଭଲ ଭାବରେ ଆଲୋଚନା କରି ଆପଣମାନଙ୍କୁ ଜଣାଇ ଦିଆଯିବ। ଆଉ ଏହାକୁ ଆପଣମାନଙ୍କ ଭିତରେ କେତେ ଦୂର ସତ୍ୟାନୁଭୂତି ହେବ ଏ ବିଷୟରେ ନିଶ୍ଚିତ ଭାବରେ ଆମକୁ ଯୋଗାଯୋଗ କରିପାରିବେ। ତେଣୁ ଆଜି ଏଇଠି ରଖିଲି, ଆସନ୍ତାକାଲି ପୁଣି ଆମେ ସାକ୍ଷାତ ହେବା। ଜୟ ସର୍ବନାମ, ଜୟ ସର୍ବନାମ, ଜୟ ଜୟ ସର୍ବନାମ, ଜୟ ଜୟ ସର୍ବନାମ। नमस्कार।